जय जगन्नाथ बंधु यूट्यूब चैनल शरत नना क्रिएशन तरफ आपन को स्वागत अभिनंदन एवं नमस्कार। आसंतु बंधु आउ एक पवित्र शिव मंदिर दर्शन रे जिबा ता हेउची निश्चिंता कोइली बरपड़ार पवित्र सोमनाथ मंदिर जिबा भगवान को दर्शन करिबा एवं मंदिर विषय आउ किछि तथ्यर अनुधावन करिबा। आसंतु बंधु। जय गौरकलेवर देव महेश्वर शंकर सुंदर देहि पदम। जय भस्म विलेपित कुंडल मंडित चंद्रक शोभित देहि पदम। जय दिव्य सुलोचन मार विनाशन सत्य सनातन देहि पदम। जय डम्बरुवादक तांडवकारक दुख विनाशक देहि पदम। जय भाल सुधाकर दास मनोहर काल भयंकर देहि पदम। जय दर्पक दाहक दैत्य विघातक सायक दायक देहि पदम। जय जगन्नाथ बंधु निश्चिंता कोइलीर बरपड़ा ग्रामर सोमनाथंकर पावन क्षेत्र रे आमे उपस्थित अछु। आसंतु बंधु भगवान सोमनाथंकर दर्शन करिया। सीट रख सीट।
उमापति सुरगरो वन्दे जगत्कारुणः वन्दे पर्णगभूषणमृगधरं गीतं वन्दे पशुनापदे वन्दे सूर्यशशाङ्कवन्दिनयनं वन्दे मुकुन्द प्रिया वन्दे भक्तजन स्वयं च वरदो वन्दे शिवशङ्करम् नमः शिवाय प्रभो सोमनाथाय सचरणाय बिल्वपत्रम् अर्पणमस्तु। ବାପି ନନାଙ୍କ ଠାରୁ ଶିବରାତ୍ରି ବିଷୟରେ ଆହୁରି ସୁନ୍ଦର କଥା ସବୁ ଶୁଣିବା। କୁହନ୍ତୁ ନନା। ଆଜ୍ଞା, ଶିବରାତ୍ରି ତ ବହୁତ କିଛି ଭକ୍ତମାନଙ୍କର ଏଠି ଜମାଗମନ ହଉଛି। ଆମର ଏଇଟା ଆଲୋକିତ ଅଛି କ'ଣ ପ୍ରତ୍ୟକ୍ଷ, କେତିକି ଫୁଲ ନ ଫୁଟିଲେ ମହାଦୀପ ଯେ ନ ଉଠିବ, କେତିକି ଫୁଲ ଫୁଟିବ ମହାଦୀପ ଉଠିବ। ବାପି ନନାଙ୍କୁ ମୋର ପଚାରିବାର ଅଛି। ଆଜ୍ଞା, ଆମେ ଶୁଣିଛୁ ସୋମନାଥଙ୍କର ସ୍ୱତନ୍ତ୍ର ଗୋଟେ ମେଳା ବହି ଅଛି। ଆଜ୍ଞା, ଭଗବାନ ସୋମନାଥ ସ୍ୱପ୍ନାଗତରେ ସେ ମେଳା ବହିଟି ଲିଖିତ ହୋଇଥିଲା। ଆମେ ସେଇ ମେଳା ବହିରୁ ଆପଣଙ୍କ କଣ୍ଠରୁ କିଛି ଶୁଣିବାକୁ ଚାହୁଁଛୁ। ଶୁଣ ସୁଜନେ ମନ ଦେଇ ପିହୁଳା ମେଳା ଯେ ଅଟହିଁ କଟକ ଜିଲ୍ଲାର ମଧ୍ୟରେ ଥାନା ଯେ ସାଲେପୁର ଠାରେ ବରପଡ଼ା ବୋଲିଣ ଗ୍ରାମ ସେ ମେଳା ସେଠାରେ ଜନମ। ଫଳରାମ ସ୍ୱାଇଁ ପରିବାର ଘେନି ଜଳଇ ନାତୁଣୀ ତାର ଖେଳୁଥିଲା ତାହାକୁ ପିଉଳା ମାଇଲା ଚାହିଁଛି ମଟମଟ କରି ଦାନ୍ତ ପାଟି ଯେ ଗଲା ପଡ଼ି ପିତୁଳା ଲେଉଟାଣ ଦେଲା ଡାକତେ ନ କଥା ଶୁଣିଲା ସମସ୍ତେ ଆଇଲେ ପିଲାକୁ କୋଳରେ ଧଇଲେ କେବୁଲେ ଗୁଣିଆକୁ ଡାକ ଆଗେ ତାକୁ ଝାଡ଼ ଫୁଙ୍କ କେବେଲେ ସୁବର୍ଣ୍ଣ ତୁ ଥାଇ ମୁଣ୍ଡରେ ମାଡ଼ି ଦିଅ ନେଇ ବୁଢ଼ ମନ୍ତ୍ରୀଣ ଦେଇ ତୁଣ୍ଡେ ବସିଲେ ହସ୍ତ ଦେଇ ମୁଣ୍ଡେ ନ ହୋଇଲା ଆରକ ଏଣିକି ତୋର ଭାଗ୍ୟ ଝିଅର ଆଶା ଛାଡ଼ି ଦେଇ ମାତାଜୀ କରିଦେଲେ ତଇଁ ବାବାଜୀ ପ୍ରେମାନନ୍ଦ ଦାସ କପିଳାସକେ ତାଙ୍କ ବାସ। ମେଳା ତ ବହୁତ କିଛି ଅଛି, ମୁଁ ଅଳ୍ପ କିଛି ଜାଣିଛି ଯେତିକି ପଢିଲି, ଆଉ କିଛି ଅଛି ତା ଭିତରେ। କଣ୍ଠରୁ ସୋମନାଥ ମେଳାର ସୁନ୍ଦର ପଙ୍କ୍ତି ଗୁଡ଼ିକ ହୃଦୟ ଆହ୍ଲାଦିତ କରୁଛି। ଆଜ୍ଞା, ଯାହା ଆପଣଙ୍କ ଆମ ଚ୍ୟାନେଲ ତରଫରୁ ଆପଣଙ୍କୁ ଧନ୍ୟବାଦ ଏବଂ ବିନମ୍ର ପ୍ରଣାମ। ଜୟ ସୋମନାଥ। ବରପଡ଼ାର ଏ ପାବନ କ୍ଷେତ୍ରରେ ଆପଣଙ୍କୁ ସ୍ୱାଗତ। ଆମେ ସୋମନାଥ ମନ୍ଦିରଙ୍କ ଦର୍ଶନରେ ଆସିଥିଲୁ। ଏଠି ଦେଖନ୍ତୁ ପ୍ରଭୁ ବିଶ୍ୱନାଥଙ୍କ ମନ୍ଦିର, ଏକ ବିରାଟ ପୁଷ୍କରଣୀ, ପୁଷ୍କରଣୀ ମଝିରେ ପ୍ରଭୁ ବିଶ୍ୱନାଥ ବିରାଜମାନ। ଚାରିପଟରେ ସୁନ୍ଦର ଜଳରାଶି, ତା ଭିତରେ ପ୍ରଭୁ ବିଶ୍ୱନାଥ ବିରାଜମାନ। ଆସନ୍ତୁ ସେହି ବିଶ୍ୱନାଥ ମହାପ୍ରଭୁଙ୍କ ଦର୍ଶନ କରିବା। ଏ ପାବନ କ୍ଷେତ୍ର ଅତି ପ୍ରସିଦ୍ଧ। ଏଠିକି ଭକ୍ତମାନେ ଯେଉଁ କାମନା ନେଇ ସବୁ ଆସନ୍ତି ତାହା ପୂରଣ ହୁଏ ବୋଲି କଥିତ ଅଛି। ଆମେ ଏଇ ବିଶ୍ୱନାଥ ମନ୍ଦିର ପୁଷ୍କରଣୀ ମଝିରେ ଯେଉଁ ବିଶ୍ୱନାଥ ମନ୍ଦିର ଅଛି, ଏଇଠି ଆପଣ ଦେଖନ୍ତୁ ଏକ ବିରାଟ ପୁଷ୍କରଣୀ, ତା ମଝିରେ ଭଗବାନ ବିଶ୍ୱନାଥ ବିରାଜମାନ। ସୋମନାଥଙ୍କର এই ପବିତ୍ର ପୀଠରେ ଅନେକ ଭକ୍ତମାନେ ଥିଲେ। ଆମେ ଜଣେ ଭକ୍ତ ଆମ ପାଖରେ ଅଛନ୍ତି ବୀଣାପାଣି ବେହେରା, ତାଙ୍କ ସେ ଏଠିକି ଆସନ୍ତି ପ୍ରତିଦିନ ଭଗବାନଙ୍କ ଦର୍ଶନ ପାଇଁ। ତାଙ୍କଠାରୁ ଆଉ କିଛି ଶୁଣିବା। ଆପଣ ଆସନ୍ତି ଏଠି ଦର୍ଶନ କରିବାକୁ ସୋମନାଥଙ୍କର? ଆପଣଙ୍କର ଏମିତି ବି ଅନେକ କଥା ପୂରଣ ହେଇଛି। ଆଉ ଭଗବାନ କରନ୍ତୁ ସୋମନାଥ ଆପଣଙ୍କୁ ଭଲରେ ରଖନ୍ତୁ। ନମ ଶିବାୟ। ଆଜି ଆମେ ବରପଡ଼ାର ଭଗବାନ ସୋମନାଥଙ୍କ ମନ୍ଦିରରେ ଅଛୁ। ଆଜ୍ଞା, ଆମେ ଏଠି ପଣ୍ଡିତ ରବୀନ୍ଦ୍ର ମିଶ୍ର ଅଛନ୍ତି, ଗାୟକ ସୁଖଦେବ ବିଶ୍ୱାଳ ଅଛନ୍ତି। ଏଠି ଗୋଟେ ସୁନ୍ଦର ଘଟଣା ଘଟିଲା। ଆମେ ଏଠି ଆସିଥିଲୁ ଭଗବାନଙ୍କର କୀର୍ତ୍ତିରାଜିକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ, ସୁଟିଂ କରିବା ପାଇଁ। 12ଟା ବାଜିଗଲା। 12ଟା ପରେ ଆମେ ଚିନ୍ତା କଲୁ କୋଉଠି ପ୍ରସାଦ ଟିକେ ପାଇବା।
ଏଇ କଥା ଭାବିକି କହିଲେ ନିମାଳ ଯିବା ଆଉ ନିମାଳରେ ପ୍ରସାଦ ପାଇବା। ଏଇ କଥା ଚିନ୍ତା କରୁଛୁ ଆଜ୍ଞା। ଜଣେ ଭଦ୍ର ବ୍ୟକ୍ତି ଛାଡ଼ି ଆସିଲେ କହିଲେ ଆସନ୍ତୁ ଏଠି ପ୍ରସାଦ ପାଇବ। ଆମେ ବହୁତ ଆଶ୍ଚର୍ଯ୍ୟ ହେଇଗଲୁ ଆଜ୍ଞା। ଭଗବାନଙ୍କର ଏତେ ମହିମା, ଖାଲି ପ୍ରସାଦ ବୋଲି ପାଟିରେ ବାହାରୁ ସେ ଆସି ପହଞ୍ଚିଗଲେ ଭଦ୍ରଲୋକ। କହିଲେ ଆସନ୍ତୁ ଆଜ୍ଞା, ଭଗବାନ ସୋମନାଥଙ୍କର ପ୍ରସାଦ ଟିକେ ପାଇବେ। ଇଏ ହଉଛି ଆମ ଅଭିନେତା ରବିନନା, ତାଙ୍କ ଅଭିଜ୍ଞତା ବିଷୟରେ କହିବେ। ଆମ ଘରୁ ବାହାରିଲା ବେଳକୁ ବୋହୁ ମୋ ଡାକ୍ତର କହିଲେ ବାବା ଖାଇଦେଇ ଯାଅ। ନା ମୁଁ ଯାଉଛି ଆସେ ଖାଇବି। ଆପଣ ଏଠିକି ଆସିବା ବେଳକୁ ଆଜ୍ଞା ଏଇଠି ମନ୍ଦିରକୁ ଆସିଲା ପୂର୍ବରୁ ବୋଉ ଡାକ୍ତର କହିଲେ ଖାଇକି ଯାଅ। ନା ମୁଁ ଆସେ ଖାଇବି। ଆସିଲା ବାଟରେ ଚିନ୍ତା କଲି, ମୁଁ କଣ କରିବା, ଆମେ ଏଠି ପ୍ରସାଦ ପାଇଲୁ ନା କଣ ମିଳେ ସୋମନାଥଙ୍କ ପ୍ରସାଦ ମିଳିଯିବ। ସୋମନାଥଙ୍କ ପ୍ରସାଦ ପାଆନ୍ତି। 30 ବର୍ଷ ହେଲାଣି ଆମର ବନ୍ଧୁ ଘର ଏଠି, ମୁଁ ଆଜି ପର୍ଯ୍ୟନ୍ତ ପ୍ରସାଦ ଟିକେ ପାଇନଥିଲି। ଆଜି ଇଚ୍ଛା କଲି, ଇଚ୍ଛା କରି ଜଷ୍ଟ ଆମେ ପଦାକୁ ବାହାରୁଛୁ, ସୁଟିଂ ସାରି ପଦାକୁ ବାହାରୁଛୁ। ସର୍ତ୍ତମନା ମଧ୍ୟ ମୋ ପାଖରେ ଉପସ୍ଥିତ ଅଛନ୍ତି। ସେ ବି ସେ କଥା କହି ଆସୁଛନ୍ତି। ଜଣେ ଭଦ୍ରଲୋକ ଯାଇ ଡାକିଲେ, ହେଲେ ଆସନ୍ତୁ ଟିକେ ପ୍ରସାଦ ପାଇଦେଇଯିବେ। ଆଜ୍ଞା ଇଏ ଆମ ହିନ୍ଦୁତ୍ୱର ମହିମା, ଆମ ବିଶ୍ୱାସ ଆମକୁ ଫଳ ଦିଏ। ଭଗବାନ କଣ କଣରେ ସବୁ ଜାଗାରେ ପରିପୂର୍ଣ୍ଣ ହେଇ ଅଛନ୍ତି। ଏଇ ହିଁ ଆମ ଚିନ୍ତାଧାରା। ଏଇ ଘଟଣାରୁ ଆପଣ ଦେଖନ୍ତୁ, ରବିନନା ଘରୁ ଚିନ୍ତା କଲେ ଆଜି ସୋମନାଥଙ୍କ ପ୍ରସାଦ ଟିକେ ମିଳନ୍ତା ଦେଖିବା। ଆସି ପହଞ୍ଚିଲା ବେଳକୁ ଆମେ ଯିବାକୁ ବାହାରିଛୁ, ସବୁ ସୁଟିଂ ସାରି ସାରିଲୁଣି, ଯିବାକୁ ବାହାରିଛୁ। ସେ ଭଦ୍ରବ୍ୟକ୍ତି ଆସି ପହଞ୍ଚିଛନ୍ତି। ତେଣୁ ଆମେ ଏତିକି କହିବା, ଜୟ ଭଗବାନ ସୋମନାଥଙ୍କର ଜୟ।